ଜଗନ୍ନାଥ ମନ୍ଦିର ଓଡ଼ିଶାର ପୁରୀ ସହରରେ ମଧ୍ୟଭାଗରେ ଅବସ୍ଥିତ। ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୂଜିତ ହେଉଥିବା ଏହା ଏକ ପୁରାତନ ଦେଉଳ ଅଟେ। ଓଡ଼ିଶାର ସଂସ୍କୃତି ଓ ଜୀବନଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି। ଆଜି ଆମେ ଆପଣଙ୍କୁ ଜଗନ୍ନାଥ ମନ୍ଦିର ବିଷୟରେ କିଛି ରହସ୍ୟମୟ କଥା ଜଣାଇବୁ, ଯାହା ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ଶ୍ରୀକ୍ଷେତ୍ର ପୁରୀର ଏକ ଚମତ୍କାରିତା ହେଉଛି ସମୁଦ୍ରର ପବନ ଦିନରେ ଗୋଟିଏ ଦିଗରେ ଗତି କରୁଥିବା ବେଳେ ସନ୍ଧ୍ୟାରେ ଏହାର ଠିକ୍ ଓଲଟା ଦିଗରେ ଗତି କରେ। ସମୁଦ୍ରର ପବନ ସାଧାରଣତଃ ସମୁଦ୍ର ଆଡ଼ୁ ସ୍ଥଳ ଭାଗକୁ ଗତି କରେ, କିନ୍ତୁ ଏଠାରେ ପବନ ସ୍ଥଳ ଭାଗରୁ ସମୁଦ୍ର ଆଡ଼କୁ ଗତି କରେ। ଦ୍ୱିତୀୟରେ, ଶ୍ରୀମନ୍ଦିର ଉପରେ ଲାଗିଥିବା ସୁଦର୍ଶନ ଚକ୍ରକୁ ପୁରୀର ଯେଉଁ ସ୍ଥାନରୁ ଠିଆ ହୋଇ ଦେଖିଲେ ତାହା ଆପଣଙ୍କୁ ସାମ୍ନାରେ ଠିଆ ହୋଇ ଦେଖିବା ଭଳି ଲାଗିବ, ଯାହାକୁ ନୀଳଚକ୍ର ମଧ୍ୟ କୁହାଯାଏ ଓ ଏହା ଅଷ୍ଟଧାତୁରେ ନିର୍ମିତ। ତୃତୀୟରେ, ବିଶ୍ୱରେ ଏହା ଏକମାତ୍ର ମନ୍ଦିର ଯାହାର ଛାଇ କେବେ ବି ମନ୍ଦିର ତଳେ ପଡ଼େ ନାହିଁ ବା ପ୍ରତିଫଳିତ ହୁଏ ନାହିଁ। ଚତୁର୍ଥରେ, ଜଗନ୍ନାଥ ମନ୍ଦିରର ଆଉ ଏକ ଚମତ୍କାରିତା ହେଉଛି ପବନର ବିପରୀତ ଦିଗରେ ମନ୍ଦିରର ପତାକା ଉଡ଼େ। ଏହା କେମିତି ସମ୍ଭବ ସେ ବିଷୟରେ ବୈଜ୍ଞାନିକମାନେ ମଧ୍ୟ କହିପାରୁନାହାନ୍ତି। ଶ୍ରୀମନ୍ଦିର ଉପରେ ଦେଇ କିମ୍ବା ଚତୁଃପାର୍ଶ୍ୱରେ କୌଣସି ପକ୍ଷୀ ଉଡ଼ନ୍ତି ନାହିଁ ଓ ଏହା ଉପରେ ଦେଇ ବିମାନ ମଧ୍ୟ ଉଡ଼େ ନାହିଁ। ସମସ୍ତ ପୁରୀରେ ସମୁଦ୍ର ଗର୍ଜନ ଶୁଣାଯାଉଥିଲେ ମଧ୍ୟ ସିଂହଦ୍ୱାରରେ ପାଦ ଦେବା କ୍ଷଣି ସମୁଦ୍ରର ଗର୍ଜନ ଆଉ ଶୁଣାଯାଏ ନାହିଁ। ପୁରୀରେ ସବୁବେଳେ ଗୋଟିଏ ପରିମାଣରେ ରୋଷେଇ କରାଯାଏ ଓ ଏହାକୁ ହଜାର ହଜାର ଲୋକରୁ ଲକ୍ଷାଧିକ ଲୋକ ପର୍ଯ୍ୟନ୍ତ ଖାଇଥାନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯେତେ ଲୋକ ଏହି ମହାପ୍ରସାଦ ଖାଇଲେ ମଧ୍ୟ ସରେ ନାହିଁ କି ବଳେ ନାହିଁ। ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ମହାପ୍ରସାଦକୁ ଲକ୍ଷାଧିକ ଲୋକ କିପରି ଖାଆନ୍ତି ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ଜଣାପଡ଼ିନାହିଁ। ଏହି ମହାପ୍ରସାଦକୁ 7ଟି ମାଟି ପାତ୍ରରେ ଗୋଟିଏ ଉପରେ ଗୋଟିଏ ରଖି ପ୍ରସ୍ତୁତ କରାଯାଏ ଏବଂ ଆଶ୍ଚର୍ଯ୍ୟର କଥା ହେଉଛି ଏହା ଉପରେ ମାଟି ପାତ୍ରରେ ଖାଦ୍ୟ ସର୍ବପ୍ରଥମେ ହୋଇଯାଏ ଓ ତାପରେ ତଳକୁ ତଳ ଥିବା ପାତ୍ର ଖାଦ୍ୟ ହୋଇଥାଏ। ଏହା ସବୁଠୁ ବଡ଼ ଆଶ୍ଚର୍ଯ୍ୟର ରହସ୍ୟ। ତ ଆପଣମାନେ ପୁରୀ ମନ୍ଦିରର କ'ଣ ଆଉ ରହସ୍ୟ ଜାଣିଛନ୍ତି ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ମତାମତ ଜଣାନ୍ତୁ ଏବଂ ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।